ନିର୍ବାଚିତ ହେବାର ଦିନକ ପରେ ଆକ୍ସନ ମୋଡରେ ବାହାରିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ। ସହରବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଗ୍ରହଣ କରିବା ପରେ ସନ୍ଧ୍ୟାରେ ବିଜୟ ଉତ୍ସବ ପାଳନ ସହିତ ବିଧାୟକ ଶ୍ରୀ ଦତ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ୱାସ୍ଥ୍ୟ ସେବା ଉପରେ ଅଭିଯୋଗର ବାସ୍ତବିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ପାଇଁ ଶ୍ରୀ ଦତ୍ତ ହସ୍ପିଟାଲର ବିଭିନ୍ନ ୱାର୍ଡରେ ବୁଲିଥିଲେ। ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ବାର୍ତ୍ତାଳାପ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ବିଭାଗରେ ଚିକିତ୍ସକଙ୍କ ଅଭାବକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଥିଲେ। ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦୁଲାଲ ସେନ ଜଗଦେବ ଓ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାଲେଶ୍ୱର ସହରରେ ଉଦ୍ଭୂତ ବର୍ଷା ଜଳ ନିଷ୍କାସନ ନେଇ ଦେଖାଦେଉଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ଶ୍ରୀ ଦତ୍ତ ପହଞ୍ଚିଥିଲେ LIC କାର୍ଯ୍ୟାଳୟ ନିକଟସ୍ଥ ମହାନଳ ନିକଟରେ। ରାଜ୍ୟ ସରକାରଙ୍କର ପୂର୍ବ ଘୋଷିତ ମହାନଳ ପୁନରୁଦ୍ଧାର ଯୋଜନା ବାସ୍ତବିକ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସେଠାକୁ ଡକାଇଥିଲେ। ସେହି ଅନୁସାରେ ଡ୍ରେନେଜ ବିଭାଗର SDS ଓ ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ର, ପୌରପାଳିକା ଯନ୍ତ୍ରୀ ପ୍ରଦୀପ ନାୟକ ପ୍ରମୁଖ ସେଠାରେ ପହଞ୍ଚି ବାଲେଶ୍ୱର ପୌରପାଳିକା ମଧ୍ୟ ଦେଇ ଯାଇଥିବା ମହାନଳର ଅବସ୍ଥିତି ସମ୍ପର୍କରେ ମ୍ୟାପ୍ ଜରିଆରେ ବୁଝାଇଥିଲେ। ତେବେ ବାଲେଶ୍ୱର ସହରର ଆଖପାଖ ଅଞ୍ଚଳ ସହ ସହରର ମଧ୍ୟ ଦେଇ ଯାଉଥିବା ମୋଟ 6 ଗୋଟି ମହାନଳର ସଂସ୍କାର ଯୋଜନା ପାଇଁ ବର୍ତ୍ତମାନ DPR ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପାଖରୁ ଆବଶ୍ୟକୀୟ ଅନୁଦାନ ମଞ୍ଜୁର ହେବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ। ପରେ ବିଧାୟକ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ସଙ୍ଗରେ ନେଇ ସ୍ଥାନୀୟ ଚିଡ଼ିଆପୋଲ ନିକଟର ମହାନଳର ସ୍ଥିତି ପରଖିଥିଲେ। ବିଭିନ୍ନ ସ୍ଥାନରେ ମହାନଳ ଅବରୋଧ ହେବାକୁ ନେଇ ଶ୍ରୀ ଦତ୍ତ ଉଦ୍ବେଗ ପ୍ରକାଶ ସହ ମହାନଳ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ଅବରୋଧ ହଟାଇବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ନାଳଗୁଡ଼ିକର ସମସ୍ତ କାର୍ଯ୍ୟ କଂକ୍ରିଟ ମାଧ୍ୟମରେ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଆଉ ମାତ୍ର ସପ୍ତାହକ ମଧ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବାର ସୂଚନା ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ମହାନଳ ସମେତ ଅନ୍ୟାନ୍ୟ ବଡ଼ ନାଳଗୁଡ଼ିକର ସଫେଇ କାର୍ଯ୍ୟ ସାରିବାକୁ ଶ୍ରୀ ଦତ୍ତ ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଜଳ ନିଷ୍କାସନକୁ ନେଇ ସହରବାସୀ ଦୀର୍ଘ ବର୍ଷ ଧରି ଯେଉଁ ସମସ୍ୟା ଭୋଗୁଛନ୍ତି, ଆଗାମୀ ଦିନରେ ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ପ୍ରାଥମିକତା ଦେବାକୁ ବିଧାୟକ ଶ୍ରୀ ଦତ୍ତ କହିଥିଲେ। ଦେଖନ୍ତୁ, ବାଲେଶ୍ୱରରେ ଦୀର୍ଘ ଦିନର ସମସ୍ୟା ହେଉଛି ଏଠି ଅଳ୍ପ ବର୍ଷାରେ ବନ୍ୟା ପରିସ୍ଥିତି ହେଇଯାଏ। ଗତକାଲି ମୁଁ ଜିତିଲା ପରେ ବାଲେଶ୍ୱର ହସ୍ପିଟାଲକୁ ପ୍ରଥମେ ସୁଧାର କରିବା ପାଇଁ ରାତି ଅଧିଆ ଯାଇଥିଲି ବାଲେଶ୍ୱର ହସ୍ପିଟାଲ। ଆଜି म्युनिसिपालिटीर समस्त लाइन डिपार्टमेंट, ड्रेनेज डिपार्टमेंट, एडमिनिस्ट्रेटिव तरफ समस्त को डाकिकी बालेश्वर रे जो महानालर मैप अच्छी से आउ कौन सुधार करी हबो, आउ कौन प्रपोज्ड प्लान करी हबो जो थे स्ट्रॉम वाटर मैनेजमेंट भल से हबो, नाल पानी घरे गलिबो नहीं। ये दुकान मानकर आम देखुचे दीर्घ दिन नब कि अल्प वर्षा हेले भी दुकान मानकर जेहेतु तलिया अंचल दुकान मान पानी गली जाऊँ। तेणु मुझे आमर लाइन डिपार्टमेंट मानक कही कि ए वर्ष भितरे एबे मनसून आउ 10 दिन भितर हम आम केवल युद्धकालीन भितर सफा केमिति नाल सफा हम से कामटा को युद्धकालीन भितर सारीदबा एवं दीर्घम्यादी योजना जोटी अच्छी कि कंक्रीट प्लान हम, कंक्रीट ड्रेन हम, 10 फुट बाय 10 फुट ड्रेन हम जोटी जोटी एनकरेजमेंट अच्छी। मु भी जनसाधारण को अनुरोध करुच्ची कि सेमाने स्व इच्छा एनकरेजमेंट फ्री कर दिंटू ड्रेन गुड़ा को एवं स्ट्रॉम वाटर मैनेजमेंट रे जहाँ जहाँ पदक्षेप नहीं हम बालेश्वरवासी स्वार्थ दृष्टि ना पड़ो। मुझे आम ड्रेनेज डिपार्टमेंट म्युनिसिपालिटी को तागिद करछि 7 दिन भितर तार एक मास्टर प्लान प्रस्तुत करके मते मो पाखरे देबे। मु आउ कलेक्टर को मध्य कहिछि ए विषय तुरंत पदक्षेप नियाजिबो। नूतन टेंडर जदि दरकार पड़े नूतन टेंडर मत आह्वान हो। बालेश्वर पौरपालिकार काउंसिलर सत्यशिव सुंदर दास, नित्यगोपाल सिंह, भारती वरिष्ठ नेता रविनारायण महापात्र, परशुराम बेहेरा, गौरांग दास, चित्तरंजन पंडा, सीताकांत स्वाई, सुजीत देव, गंगाधर राउत, उमाकांत शतपथी, अनंत नायक, उमेश बेहेरा, विकास पाढ़ी, सौभाग्य मानस नायक, जयप्रकाश दास, धीरज महांती, लोकनाथ भूइया, शक्तिपद मिश्र प्रमुख उपस्थित थिले।